ବିଦାୟ ସମ୍ବର୍ଦ୍ଧନା ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ଅତିଥିଗଣ ଓ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ସହପାଠୀ ଓ ସହପାଠିନୀ ଗଣ, ଆଜିର ଏହି ଆୟୋଜିତ ବିଦାୟକାଳୀନ ସଭାରେ ମୋର ମନେ ପଡ଼ିଯାଉଛି ଅତୀତର ସେହି ସ୍ମରଣୀୟ ଦିନ, ଯେଉଁଦିନ ଆମର ବଡ଼ ଭାଇ ଓ ଭଉଣୀମାନେ ଏଠାରେ ଆମକୁ ସ୍ୱାଗତ ଜଣାଇଥିଲେ, ବାଟ ଚାଲିବାର ଉପଯୁକ୍ତ ପଥଟିଏ ଦେଖାଇ ଦେଇଥିଲେ। ଦୁଃଖର ବିଷୟ, ଆଜି ଆମେ ପୁଣି ଏଇଠାରେ ଉପସ୍ଥିତ ହୋଇଛୁ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବାକୁ। ଅବଶ୍ୟ କୌଣସି ଅନୁଷ୍ଠାନକୁ ଆସିବା ଏବଂ ଯିବା ଏକ ସ୍ୱାଭାବିକ ପ୍ରକ୍ରିୟା, ମାତ୍ର ବଡ଼ ଭାଇ ଓ ଭଉଣୀମାନେ ଆମକୁ ଯେଉଁ ସ୍ନେହର ରଜ୍ଜୁରେ ବାନ୍ଧି ଦେଇଥିଲେ, ଆଜି ତାହା ଛିଡ଼ାଇ ଚାଲି ଯାଉଥିବାରୁ ହୃଦୟରେ ଗଭୀର ବ୍ୟଥା ସୃଷ୍ଟି ହେଉଛି। ଏହି ଅନୁଷ୍ଠାନକୁ ସେମାନେ ଯେଉଁ ସ୍ୱପ୍ନ ଧରି ଆସିଥିଲେ ତାହା ସାକାର ହୋଇଛି। ଏବେ ସେମାନେ ଏକ ବୃହତ୍ତର ପରିଧି ମଧ୍ୟରେ ପ୍ରବେଶ କରିବେ, ବାସ୍ତବ ଜୀବନ ଯୁଦ୍ଧରେ ସାମିଲ ହେବେ। ଛାତ୍ର ଜୀବନ ପରିସମାପ୍ତି ହେବା ପରେ ସେମାନେ ବର୍ତ୍ତମାନ ସଚେତନ ନାଗରିକର ଦାୟିତ୍ୱ ନିର୍ବାହ କରିବେ, ତାଙ୍କ ବାପା ମାଙ୍କ ସ୍ୱପ୍ନକୁ ସାକାର କରିବେ। ଯିବାଟା ନିଶ୍ଚିତ, ଏହା ଅବଧାରିତ, ମାତ୍ର ଦୁଃଖ ଲାଗେ ସେମାନଙ୍କ ଠାରୁ ଯେଉଁ ସ୍ନେହ ସଦିଚ୍ଛା ପାଇଁ କୃତଜ୍ଞତା ହୋଇଥିଲୁ, ଆଉ ତାହା ପାଇପାରିବୁ ନାହିଁ। କୌଣସି ଅସୁବିଧା ବା ସଙ୍କଟ ବେଳେ ଆମ ମନରେ ତିଳାଦୁ ଭୟ ନଥିଲା। ତାର କାରଣ ହେଉଛି ଆମର ଗୋଟିଏ ସାହସ ଥିଲା, ବଡ଼ ଭାଇମାନେ ଅଛନ୍ତି, ସେମାନେ ସମସ୍ତ ପ୍ରକାର ଅସୁବିଧାକୁ ଦୂରେଇ ଦେଇ ଆମକୁ ନିରାପଦରେ ରଖିବେ। ଆଜି ସେହି ସାହାରାର ଡୋରିଟି ଛିଣ୍ଡି ଯାଇଛି। ଶିକ୍ଷା, ଖେଳକୁଦ, ନାଚ, ଗୀତ ସବୁରି କ୍ଷେତ୍ରରେ ସେମାନେ ଥିଲେ ଆମର ମାର୍ଗ ନିର୍ଦ୍ଦେଶକ। ତାଙ୍କୁ ଆଗକୁ ରଖି ଆମେ ଅମଡ଼ା ମାଡ଼ି ଚାଲି ଯାଉଥିଲୁ, କୌଣସି ଭୟର ସମ୍ଭାବନା ନଥିଲା। ତାଙ୍କ ସହ ଘଟିଥିବା ସେହି ମଧୁର ଅନୁଭୂତି ଗୁଡ଼ିକୁ ଜୀବନରେ କେବେ ଭୁଲି ହେବ ନାହିଁ। ଆମେ ଜାଣୁ ଆଜି ଆମେ ସାହାରାହୀନ ହୋଇଯାଉଛୁ, ତଥାପି ଦୁଃଖ ହେଲେ ବିଦାୟ ଦେଉଛୁ। ବିଶ୍ୱର ବିରାଟ ପରିଧିରେ ସେମାନେ ଯେତେବେଳେ ଜୀବନ ଖୋଜିବାକୁ ଯାଉଛନ୍ତି, କିପରି ବା ସୀମିତ ପରିବେଶ ମଧ୍ୟରେ ତାଙ୍କୁ ବାନ୍ଧି ରଖିବୁ? ଏପରି ସ୍ୱାର୍ଥପର ଆମେ କିପରି ବା ହୋଇପାରିବୁ? ହେ ଅଗ୍ରଜଗଣ, ଆଜି ଆପଣ ଯେଉଁ ଉଦ୍ଦେଶ୍ୟ ପାଇଁ ଏଠାରୁ ବିଦାୟ ନେଉଛନ୍ତି ତାହା ସଫଳ ହେଉ। ଆପଣଙ୍କ ଚଲାପଥ କୁସୁମିତ ହେଉ। ଜୀବନରେ ଆପଣମାନେ ସୁପ୍ରତିଷ୍ଠିତ ହୁଅନ୍ତୁ, ଏତିକି ମାତ୍ର ଭଗବାନଙ୍କ ନିକଟରେ ପ୍ରାର୍ଥନା। ଜୀବନର ଯେଉଁ ମୋଡ଼ରେ ଦେଖାଦେଲେ ବି ଆପଣମାନଙ୍କୁ ଯେପରି ଅଚିହ୍ନା ନ ଭାବନ୍ତି, ଏତିକି ମୋର ଅନୁରୋଧ। ଅଜାଣତରେ ହେଉ ବା ଜାଣତରେ, ଯଦି ଆମେ ଆପଣମାନଙ୍କ ନିକଟରେ କୌଣସି ତ୍ରୁଟି କରିଥାଉ, ଉଦାର ଗୁଣରେ କ୍ଷମା ଦେବେ। ଆମର ଯେପରି ଭୁଲ କରିବାର ଅଧିକାର ରହିଛି, ଆପଣମାନଙ୍କର ସେହିପରି କ୍ଷମା କରିବାର ଉଦାର ଭାବ ରହିଛି। ପୁଣି ଥରେ ଆପଣଙ୍କ ଜୀବନ ଯାତ୍ରାର ସଫଳତା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ରହୁଛୁ। ଈଶ୍ୱର ଆପଣଙ୍କୁ ସହାୟ ହୁଅନ୍ତୁ। ଶେଷରେ ଗୋଟିଏ ପଦଟିଏ କହି ମୋର ବକ୍ତବ୍ୟ ଶେଷ କରୁଛି। ବିଦାୟ ଦେଉଛୁ ଆପଣମାନଙ୍କୁ, ହୃଦୟ ଭରିଛି କୋହ। ଚଲାପଥ ସଦା କୁସୁମିତ ହେଉ, ବହିଯାଏ ଧାରେ ଲୁହ। ପିଲାମାନେ ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।